ସାର ଯୋଗାଣ ଗତ ବର୍ଷ ଅପେକ୍ଷା ଏ ବର୍ଷ ବହୁତ ସୁରୁଖୁରୁରେ ଚାଲିଛି। ଆଜି ସୁଦ୍ଧା ଆପଣଙ୍କର 2,76,973 ଟନ୍ ୟୁରିଆ, DAP ଓ ଅନ୍ୟାନ୍ୟ ସବୁ ସାର ମିଶିକି ଆମ ପାଖକୁ ଆସିଛି। ତାଦେହରୁ ଆମେ ବ୍ୟାଗ୍ସ ଓ ଲ୍ୟାମ୍ପସ୍ ଏବଂ ଡିଲରମାନଙ୍କୁ 2,48,676 ଟନ୍ ଦେଇସାରିଛୁ ଏବଂ ଆମ ପାଖରେ ଆଜି ଦିନରେ 28,197 ଟନ୍ ସାର ଷ୍ଟକ୍ ଅଛି। ତ ସାର ଗତ ବର୍ଷ ଅପେକ୍ଷା ଆମକୁ ମଧ୍ୟ ଏ ବର୍ଷ ଏଗ୍ରିକଲଚର ଡିପାର୍ଟମେଣ୍ଟ ଆମକୁ ଅଧିକା ସାର ଦେଇଛି, କାରଣ ଆଗରୁ ଆମର 35% ସାର ଆମକୁ ସେ ଦେଉଥିଲେ, ଏ ବର୍ଷ ଆମକୁ ସେ 60% ସାର ଦେଉଛନ୍ତି। ସେଇ ଅନୁସାରେ ଆମେ 6 ଲକ୍ଷ ଟନ୍ ପାଖାପାଖି ସାର ପାଇବୁ। ତେଣୁ ଏ ବର୍ଷ ସାରକୁ ଠିକ୍ ବାଟରେ କେମିତି ଚାଷୀଙ୍କ ପାଖରେ ପହଞ୍ଚିବ, କୌଣସି ପ୍ରକାର କଳାବଜାରୀ ହେବ ନାହିଁ, ସେଥିପାଇଁ ଜିଲ୍ଲାସ୍ତରୀୟ କମିଟି କରାହେଇଛି। ଆମର ମଧ୍ୟ ସେକ୍ରେଟାରୀମାନଙ୍କୁ ଯେଉଁମାନେ ଲାଇସେନ୍ସ ନେଇ ସାର ବିତରଣ କରୁଛନ୍ତି ତାଙ୍କୁ ମଧ୍ୟ ନଜର କରିବା ପାଇଁ DRCS ମାନଙ୍କୁ କୁହାଯାଇଛି ଏବଂ ରାଜ୍ୟସ୍ତରୀୟ ମଧ୍ୟ ଗୋଟେ ଟିମ୍ କରାହେଇଛି। ତେଣୁ ଡିଲରମାନଙ୍କୁ ଏବଂ ଆମର କୋଅପରେସନର ବ୍ୟାଗ୍ସ, ଲ୍ୟାମ୍ପସ୍ ତଥା ଆମର ଯେଉଁମାନେ ଡିଲର ଅଛନ୍ତି ସମସ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖାହେଇଛି। ଯଦି କେହି ଟିକେ ବି ଭୁଲ କରେ ତାକୁ ତ୍ୱରିତ ଆକ୍ସନ୍ ନିଆଯିବ ଏବଂ ସିରିୟସ୍ ଆକ୍ସନ୍ ନିଆଯିବ। କଳାବଜାରୀ ହେଇପାରିବନି ମୁଁ କହିଲେ, କଳାବଜାରୀ ଯଦି କିଏ କରୁଥିବେ ଆମେ ଟିମ୍ କରିଛୁ, ତାଙ୍କୁ ନଜର ରଖିଛୁ, ଧରା ପଡ଼ିଲେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବ ବର୍ଷ ଆପଣ ଦେଖିଥିବେ ସାରକୁ ନେଇକରି ଯେଉଁ ସମସ୍ୟା ଉପୁଜିଥିଲା, ବିରୋଧୀ ତାକୁ ନେଇକରି ପ୍ରଥମ କରିଥିଲା, ଗ୍ରାଉଣ୍ଡରୁ ଯେଉଁ ତଥ୍ୟ ଆସିଥିଲା, ଏଇ ବର୍ଷ ଆଉ କ'ଣ ସାର୍ ବଡ଼ ପଦକ୍ଷେପ ନିଆଯାଇଛି ଯଦି ଜିଲ୍ଲା ୱାରି କଥା କହିବ? ସେଥିପାଇଁ ରାଜ୍ୟସ୍ତରୀୟ କମିଟି ଡିପାର୍ଟମେଣ୍ଟ ଯଦି ଆକ୍ସନ୍ ନେବା କଥା ନେବ, ତା ଛଡ଼ା ଆପଣ ରାଜ୍ୟସ୍ତରୀୟ କମିଟି, ଜିଲ୍ଲାସ୍ତରୀୟ କମିଟି ଏସବୁ କରାଯାଇଛି ଏବଂ ଆମର DRCS, ARCS ଯେଉଁ ଅଛନ୍ତି ଅଫିସରମାନେ ତାଙ୍କୁ ମଧ୍ୟ ସମସ୍ତଙ୍କୁ ଆଲର୍ଟ କରାହେଇଛି। ସମସ୍ତେ ତୀକ୍ଷ୍ଣ ନଜର ରଖିଛନ୍ତି। ଯିଏ ଭୁଲ କରିବ, ଟିକେ କଳାବଜାରୀ କରିବ, ଖବର ଆସିବ, ନିଶ୍ଚିତ ଭାବରେ ତାକୁ ଇନକ୍ୱାରି କରି ଦଣ୍ଡ ଦିଆଯିବ। ଦରକାର ପଡ଼ିଲେ ଡିଲର୍ସ ବି କ୍ୟାନସଲ୍ କରାଯିବ। ବ୍ୟାଗ୍ସ, ଲ୍ୟାମ୍ପସର ଯଦି କର୍ମଚାରୀକୁ ଭୁଲ କରିଥିବେ ସସ୍ପେଣ୍ଡ କରାଯିବ। ସବୁ ପ୍ରକାର ଆକ୍ସନ୍ ନିଆଯିବ। ସାର୍ ଆଉ ଗୋଟେ କଥା ରହୁଛି, ଗତକାଲି କୃଷି ମନ୍ତ୍ରୀ କଥା ଛଳରେ କହିଛନ୍ତି ଯେ ଗଞ୍ଜେଇ ଚାଷରେ ସାର ବ୍ୟବହାର କରାଯିବ। ସାରକୁ ନେଇ ସେମାନେ ସେଭଳି ବ୍ୟବହାର କରୁଛନ୍ତି କିଛି ଅସାମାଜିକ ବା ଯେଉଁ ବ୍ୟକ୍ତିମାନେ ଗଞ୍ଜେଇ ଚାଷ କରୁଛନ୍ତି। ଆମେ ସେ ଗଞ୍ଜେଇଟାକୁ ଆମେ ଚୋରା ବୋଲି ଭାବୁଛେ, ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ସିଏ ଭାବୁଛନ୍ତି ଏଇଟା ଆମର ଗୋଟେ ଚାଷ। ତେଣୁ ଯିଏ ଧାନ ପାଇକି ଧାନ ନେଇକି ଗଞ୍ଜେଇକି ଚାଷରେ ବ୍ୟବହାର କରୁଥିବେ ମଧ୍ୟ ଧରା ହେଲେ ଆକ୍ସନ୍ ନିଆଯିବ। କୋଉଠି କୃଷି ମନ୍ତ୍ରୀ ଖବର ପାଇଥିବେ କହିଛନ୍ତି, ତେଣୁ ତାଙ୍କୁ ତଦାରଖ କରାଯିବ। ଯଦି ସେଭଳି ହେଇଥାଏ ତାଙ୍କର ବି କ୍ୟାନସଲ୍ କରାଯିବ, ତାଙ୍କୁ ଆଉ ସାର ଦିଆଯିବନି। ସେମିତି କିଛି ରିପୋର୍ଟ ଆସୁଛି କି ଯେ ଗଞ୍ଜେଇ ଚାଷରେ ସାର ବ୍ୟବହାର କରୁଛନ୍ତି? ବୋଧେ କୃଷି ମନ୍ତ୍ରୀ କିଛି କୋଉଠି ଖବର ପାଇଛନ୍ତି କହିଛନ୍ତି, ନହେଲେ ଫଲ୍ସ ନ୍ୟୁଜ୍ କହିବେନି। ଆପଣଙ୍କ ବିଭାଗ ତରଫରୁ ଏମିତି କିଛି ଖବର ଆମ ବିଭାଗ ସେମିତି କିଛି ଖବର ରିଭ୍ୟୁ କରିବେ କି ସାର୍ ସେମିତି କିଛି ଯଦି ସାର ବ୍ୟବହାର ହେଉଥିଲା? କୃଷି ସେ ଡିପାର୍ଟମେଣ୍ଟ ତାଙ୍କର ବି ସାର ଅଛି ନା, ଆମକୁ 60% ଦେଲା ପରେ ଆଉ 40% ଏଗ୍ରିକଲଚର ଡିପାର୍ଟମେଣ୍ଟ ହାତରେ ସାର ଅଛି, ତାଙ୍କର ଡିଲର ଦେଉଛନ୍ତି। ସେମାନେ ନିଜ କିଛି ରଖିକି ଚାଷୀକି ଦେଉଛନ୍ତି। ତେଣୁ ସେ ଇନକ୍ୱାରି କରିକି ତାର ଆକ୍ସନ୍ ନେବେ। ଆମ କତିରେ ଆଇଲେ ଆମେ ବି ତଦାରଖ କରିବୁ। ନାଇଁ, ଆପଣ ଯୋଉ ଭଳିଆ 60% ବା ସିଂହ ଭାଗ ଆପଣଙ୍କ ପାଖରେ ରହୁଛି, ଆପଣ ବିଭାଗ ତରଫରୁ ନିର୍ଦ୍ଦେଶ ଦେବେ କି ଯଦି ଖବର ଆସିଲେଣି ଆମେ ବି ଆମ DRCS, ARCS କହିଦେବୁ ତମେ ଆଲର୍ଟ ରୁହ, ସେମିତି କିଛି ହଉଥିବ ଧରିବେ। ଆଉ ଗୋଟେ କଥା ରହିବ, ପ୍ୟାକ୍ସରେ ଯୋଉ ରେଜିଷ୍ଟ୍ରେସନ ହଉଛି ସର୍ଭର ଡାଉନ ଯୋଗୁଁ ବିଳମ୍ବ ହଉଛି, ଜଣେ ଜଣେ ଚାଷୀଙ୍କ ପାଇଁ ସମୟ ଲାଗୁଛି, ଏହାକୁ କିଭଳି ଭାବରେ ସମାଧାନ କରୁଛି? ଏଇ ଯୋଉ ପାଗ ବର୍ତ୍ତମାନ ଏଲିନୋ ଆସିଲା ପରେ ଯୋଉ ବର୍ଷା ପରେ ବର୍ଷା ଆପଣ ଦେଖୁଛି ମାସେ ପରେ ହେଇଗଲାଣି, ପ୍ରତ୍ୟେକ ଦିନ ବର୍ଷା ହଉଛି। ତେଣୁ ନେଟ୍ ସ୍ଲୋ ରହିବାଟା ସ୍ୱାଭାବିକ କଥା, ସର୍ଭର ଡାଉନ ରହୁଛି, ସେଥିପାଇଁ ଟିକେ ହଉଛି। ଫେରେ କେତେବେଳେ ଯଦି ନ ହୁଏ ଠିକ ସମୟରେ ପଞ୍ଜୀକରଣ ନ ହେଇପାରେ, ବିଳମ୍ବ ହବ, ଆଉ ଚାଷୀ ରହିବେ, ପୁଣି କେନ୍ଦ୍ର ସାଙ୍ଗରେ କଥା ହେଇ ତାକୁ ପୁଣି ଏକ୍ସଟେନସନ କରିବାକୁ ପଡ଼ିବ। ମାନେ ଆମେ କହିପାରିବା କି ଯଦି ବିଳମ୍ବ ହୁଏ ବା ସେମିତି କିଛି ସମସ୍ୟା ଡେଟ୍କୁ ବଢ଼ାଯିବ ବୋଲି? ସରକାର ତ ନିଶ୍ଚୟ ଚାଷୀଙ୍କ କାମ ସୁବିଧା ପାଇଁ ଯାହା ଦରକାର ତା କରିବେ। ତେଣୁ ଯଦି ଦରକାର ହେବା ପରେ ଅଧିକା ଚାଷୀ ରହିଗଲେ ତାକୁ ଟାଇମ୍ ଏକ୍ସଟେନସନ କରି କେନ୍ଦ୍ର ସାଙ୍ଗରେ କଥା ହେଇ କରାଯିବ। କରା ତ ଯାଇଛି, ଏବେ ଏକ୍ସଟେନସନ ହେଇଯିବ।